ଆପଣମାନେ ବି ଯଦି ଫ୍ରିରେ ପ୍ରାଇଭେଟ୍ ସ୍କୁଲରେ ଆପଣ ପିଲାଙ୍କୁ ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନଙ୍କ ପାଇଁ ଏହି ଭିଡ଼ିଓଟି। ଆଜି ଆମେ କଥା ହେବା ଆର୍ଟି ପାରଦର୍ଶୀ ଯେଉଁ ପ୍ରାଇଭେଟ୍ ସ୍କୁଲ ଗୁଡ଼ାକରେ 25% ଭ୍ୟାକେନ୍ସି ଥାଏ। ପ୍ରଥମ କ୍ଲାସ୍ରୁ ଆପଣମାନେ ପିଲାମାନଙ୍କୁ ସେଠାରେ ଆଡ଼ମିସନ୍ କରିପାରିବେ ଫ୍ରିରେ, ଯାହାକି ଗୋଟେ ଏକ୍ଜାମ୍ ହୋଇଥାଏ, ନହେଲେ ନୋଟରୀ ମାଧ୍ୟମରେ ଆପଣମାନଙ୍କୁ ସିଲେକ୍ସନ୍ କରାଯାଇଥାଏ। ତ ଆଜି ଏହି ଭିଡ଼ିଓରେ ଆପଣମାନଙ୍କୁ ଦେଖେଇବି ଆପଣମାନେ ସେହି ସ୍କୁଲରେ ପଢ଼ିବା ପାଇଁ କିପରି ଅନଲାଇନ୍ ଆପ୍ଲିକେସନ୍ ଭରିବେ, ଏଠାରେ କ'ଣ ଡକୁମେଣ୍ଟ ଲାଗିଛି, ଡିଟେଲ୍ସ କେମିତି ଭରିବେ, ସବୁକିଛି ଆପଣମାନଙ୍କୁ ଏହି ଭିଡ଼ିଓରେ ଦେଖେଇବି। ତ ଆପଣମାନେ ଭିଡ଼ିଓକୁ ପ୍ରଥମେ ପୁରା ୱାଚ୍ କରନ୍ତୁ, ତାପରେ ଆପଣମାନେ ନିଜେ ଆପଣଙ୍କ ମୋବାଇଲ୍ ଫୋନ୍ରେ ମଧ୍ୟ ଆପ୍ଲାଏ କରିପାରିବେ। ଏଠାରେ ମୁଁ ଷ୍ଟେପ୍ ବାଇ ଷ୍ଟେପ୍ A to Z ସବୁ ପ୍ରୋସେସ୍ ଦେଖେଇଛି, କେଉଁ ଜାଗାରେ କ'ଣ ଭରିବେ, ଡକୁମେଣ୍ଟ ଡିଟେଲ୍ସ କେମିତି ଦେବେ, ସବୁକିଛି ଦେଖେଇଛି। ଆପଣମାନେ ଏହି ଭିଡ଼ିଓକୁ ପ୍ରଥମେ ପୁରା ଦେଖିସାରନ୍ତୁ, ତାପରେ ଆପଣମାନେ ନିଜେ ମଧ୍ୟ ଆପ୍ଲାଏ କରିପାରିବେ। ତ ଚାଲନ୍ତୁ ଡେରି ନକରି ଆଜିର ଭିଡ଼ିଓକୁ ଷ୍ଟାର୍ଟ କରିବା ଓ ଦେଖିବା ଆପ୍ଲାଏ ପ୍ରୋସେସ୍ କ'ଣ ରହିଛି। ତ ପ୍ରଥମେ ତ ଆପଣ ଏହି ୱେବସାଇଟ୍କୁ ଆସିଯାଆନ୍ତୁ। ଏଠାରେ ଦେଖନ୍ତୁ rtparadharshi.odisha.gov.in ଏହି ୱେବସାଇଟ୍କୁ ଆସିଯାଆନ୍ତୁ, ନହେଲେ ମୁଁ ଏହାର ଲିଙ୍କ୍ ମଧ୍ୟ ମୋର ଡିସ୍କ୍ରିପ୍ସନ୍ରେ ଦେଇଦେଇଛି। ସେଠାରେ କ୍ଲିକ୍ କରିକି ଏହି ୱେବସାଇଟ୍କୁ ଆସିପାରିବେ। ଆସି ସାରିଲା ପରେ ଏଠାରେ ଦେଖନ୍ତୁ ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ୍ ଅଛି, ନହେଲେ ଏଠାରେ ମଧ୍ୟ ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ୍ ଅଛି। ଆପଣ ଯେଉଁଠି ହେଲେ ବି ଗୋଟେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ଦେଖନ୍ତୁ ନ୍ୟୁ ରେଜିଷ୍ଟ୍ରେସନ୍, ଏହାରି ଉପରେ କ୍ଲିକ୍ କରନ୍ତୁ। ତାପରେ ଦେଖନ୍ତୁ ଏଠାରେ ଆପଣଙ୍କୁ ପ୍ରଥମ ଷ୍ଟେପ୍ ଅଛି ପର୍ସନାଲ୍ ଡିଟେଲ୍ସ ଦେବେ, ସେକେଣ୍ଡରେ ଅଛି ପ୍ୟାରେଣ୍ଟ ଡିଟେଲ୍ସ ଦେବେ, ଥାର୍ଡ଼ରେ ଅଛି ଆଡ୍ରେସ୍ ଡିଟେଲ୍ସ ଦେବେ, ଫୋର୍ରେ ଡକୁମେଣ୍ଟ ଡିଟେଲ୍ସ ଦେବେ। ତାପରେ ଆପଣ ଏଠାରେ ଯେଉଁ ସ୍କୁଲ ଗୁଡ଼ାକ ବି ଦେଖେଇବ ଆପଣଙ୍କ ଏରିଆରେ, ସେଇ ସ୍କୁଲ ଗୁଡ଼ାକ ଏଠାରେ ଆପଣ ପଢ଼ିପାରିବେ। ସେ ଅନୁସାରେ ଆପଣ ସ୍କୁଲ ସିଲେକ୍ଟ କରିବେ। ତ ଚାଲନ୍ତୁ ଆମେ ଗୋଟେ ଗୋଟେ ଷ୍ଟେପ୍ କମ୍ପ୍ଲିଟ୍ କରିବା। ଆଗକୁ କ'ଣ କ'ଣ ମାଗୁଛି, କ'ଣ ଡିଟେଲ୍ସ ଦେବା ପାଇଁ ପଡ଼ୁଛି, ସବୁକିଛି ଏହି ଭିଡ଼ିଓରେ ଆପଣ ଦେଖିବା ପାଇଁ ପାଇବେ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ପ୍ରଥମେ ଆପଣ ଫାର୍ଷ୍ଟ ନେମ୍ରେ ଆପଣଙ୍କର ଫାର୍ଷ୍ଟ ନେମ୍କୁ ଏଣ୍ଟର କରିବେ। ତାପରେ ଏଠାରେ ଯଦି ମିଡ଼ିଲ୍ ନେମ୍ ଯେମିତିକି କୁମାର, ଚନ୍ଦ୍ର, ରାମ ଏଇସବୁ ଅଛି ମିଡ଼ିଲ୍ ନେମ୍, ସେଇ ଅନୁସାରେ ଦେଇପାରିବେ। ଏଠାରେ ଆପଣଙ୍କର ଲାଷ୍ଟ ନେମ୍କୁ ଦେବେ, ମାନେ ଯେପରି ଟାଇଟଲ୍ ନାୟକ ହେଲା, ମୁଣ୍ଡା ହେଲା, ପ୍ରଧାନ ହେଲା, ଏଇସବୁ ଯାହା ବି ଟାଇଟଲ୍ ଥାଏ ସେଇ ଟାଇଟଲ୍କୁ ଏଠାରେ ଦେବେ। ତାପରେ ଏଠାରେ ଲିଙ୍ଗ ପଚାରିଛି, ଆପଣ ମେଲ୍ କିମ୍ବା ଫିମେଲ୍ ସେଇ ହିସାବରେ ସିଲେକ୍ଟ କରିବେ। ତାପରେ ଦେଖନ୍ତୁ ଏଠାରେ ନିଜର ଜାତି ବାଛନ୍ତୁ, ମାନେ କାଷ୍ଟ। ଆପଣ ST, SC, OBC, SCBC, ଜେନେରାଲ କିମ୍ବା ମାଇନରିଟି, ଆପଣ ଏଇ ଭିତରୁ କେଉଁ ବର୍ଗରେ ଯାଉଛନ୍ତି ତାହା ସିଲେକ୍ଟ କରିବେ। ଏହାପରେ ଦେଖନ୍ତୁ ଏଠାରେ ମୁଁ ଜଣେ CWSN ଛାତ୍ର, ଆଇ ଆମ୍ ଏ CWSN ଷ୍ଟୁଡେଣ୍ଟ। ଏହାର ମାନେ ଯଦି ଆପଣ ଭିନ୍ନକ୍ଷମ ଅଛନ୍ତି ବା ଡିଜାବିଲିଟି ପର୍ସନ୍ ଯାହା କୁହାଯାଏ, ଯଦି ଆପଣଙ୍କ କେସ୍ରେ ସେହି ପରୀକ୍ଷା କୌଣସି ପିଲାର ଅଛି ଡିଜାବିଲିଟି ପର୍ସନ୍ ବା ଭିନ୍ନକ୍ଷମ ଅଛନ୍ତି, ତାହେଲେ ଏହାକୁ ଆପଣ ୟେସ୍ କରିପାରିବେ, ନହେଲେ ନୋରେ ରହିବାକୁ ଦିଅନ୍ତୁ। ତାପରେ ଏଠାରେ ଆପଣଙ୍କର ଡେଟ୍ ଅଫ୍ ବାର୍ଥକୁ ସିଲେକ୍ଟ କରିବେ। ଏଠାରେ କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଗୋଟେ କ୍ୟାଲେଣ୍ଡର ଆସିଛି। ପ୍ରଥମେ ଆପଣ ଏଠାରେ ଆପଣଙ୍କର ଇୟର୍କୁ ଚୁଜ୍ କରିବେ, ତାପରେ ମାସକୁ ଚୁଜ୍ କରିବେ, ତାପରେ ଆପଣଙ୍କର ଡେଟ୍କୁ ଚୁଜ୍ କରିବେ। ଦେଖନ୍ତୁ ଅଟୋମେଟିକ୍ ଆସିଯାଇଛି। ତାପରେ ଦେଖନ୍ତୁ ଏଠାରେ ଆପଣଙ୍କର ଶ୍ରେଣୀ ବା କ୍ଲାସ୍ ସିଲେକ୍ଟ କରିବା ପାଇଁ କହିଛି। ଏଠାରେ ଦେଖନ୍ତୁ ଗୋଟେ ହିଁ ଅପସନ୍ ଆସୁଛି ନର୍ସରୀ। ତ ଆପଣ ପ୍ରଥମେ ନର୍ସରୀକୁ ସିଲେକ୍ଟ କରିକି ସେଇ ବିଭାଗରେ ପଢ଼ିବେ। ଯେମିତି ଆମର ପ୍ରଥମ ଶ୍ରେଣୀ ଅଛି, ଦ୍ୱିତୀୟ ଶ୍ରେଣୀ ଅଛି, ତୃତୀୟ ଶ୍ରେଣୀ ଅଛି, ସେହିପରିକା ଏଠାରେ ମଧ୍ୟ ନର୍ସରୀ ଅଛି। ତାପରେ LKG ଅଛି, ତାପରେ UKG ଅଛି, ତାପରେ ଆପଣ ପ୍ରଥମ ଶ୍ରେଣୀ ହେବେ। ସେହିପରିକା ପ୍ରଥମେ ନର୍ସରୀରୁ ଷ୍ଟାର୍ଟ କରିବେ। ତ ସେଇଥିପାଇଁ ଏଠାରେ ଅଟୋମେଟିକ୍ ନର୍ସରୀ ଆସିଛି, ଏହାକୁ ଆପଣ ସିଲେକ୍ଟ କରିଦିଅନ୍ତୁ। ତାପରେ ଏଠାରେ ଆପଣଙ୍କର ଇମେଲ୍ ଆଡ୍ରେସ୍ ଯଦି ଅଛି ଦେଇପାରିବେ, ନହେଲେ ଏହାକୁ ଏମିତି ଛାଡ଼ି ଦିଅନ୍ତୁ। ଏଠାରେ ସେ ପିଲାର ଆଧାର ନମ୍ବରକୁ ଏଣ୍ଟର କରିବେ। ତାପରେ ଏଠାରେ ଆପଣଙ୍କର ମୋବାଇଲ୍ ନମ୍ବରକୁ ଏଣ୍ଟର କରିବେ। ମୋବାଇଲ୍ ନମ୍ବରକୁ ଏଣ୍ଟର କରିସାରିଲା ପରେ ସେଭ୍ ଉପରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ସେଭ୍ ଉପରେ କ୍ଲିକ୍ କରିସାରିଲା ପରେ ଅଟୋମେଟିକ୍ ଆପଣଙ୍କୁ ନେକ୍ସଟକୁ ଆଣି ଆସିଥିବ। ଏଠାରେ ଆପଣ ପ୍ୟାରେଣ୍ଟ ଡିଟେଲ୍ସ ଦେବା ପାଇଁ ପଡ଼ିବ। ତ ଏଠାରେ ଦେଖନ୍ତୁ ଫାଦର ମଦର ସିଲେକ୍ଟ ଅଛି। ଯଦି ଆପଣ ସିଙ୍ଗଲ୍ ପ୍ୟାରେଣ୍ଟସ୍ ଅଛନ୍ତି, ଯେମିତିକି ସିଙ୍ଗଲ୍ ମା ବାପା ସେମିତି ଥିବେ, ହେଲେ ଏଠାରେ ଆପଣ ସିଙ୍ଗଲ୍କୁ ସିଲେକ୍ଟ କରିପାରିବେ। ଯଦି ତା ଛଡ଼ା ଯାହାର ମା ବାପା ନାହିଁ, ଅଲଗା କିଛି ଗାର୍ଡ଼ିଆନ୍ ଅଛନ୍ତି, ତାହେଲେ ସେମାନେ ଏଠାରେ ଗାର୍ଡ଼ିଆନ୍ ସିଲେକ୍ଟ କରିକି ମଧ୍ୟ ଦେଇପାରିବେ। ତ ଦେଖନ୍ତୁ ଏଠାରେ ଫାଦର ମଦର ସିଲେକ୍ଟ ଅଛି। ଏଠାରେ ଆପଣଙ୍କର ପ୍ରଥମେ ବାପା ନାଁକୁ ଏଣ୍ଟର କରିବେ। ଯଦି ବାପାଙ୍କର ମିଡ଼ିଲ୍ ନେମ୍ ଅଛି ତାହେଲେ ଏଠାରେ ଦେଇପାରିବେ। ତାପରେ ଏଠାରେ ଲାଷ୍ଟ ନେମ୍କୁ ଏଣ୍ଟର କରିବେ। ତାପରେ ଆପଣଙ୍କର ବାପା ଏଠାରେ କ'ଣ କରନ୍ତି, ଏଠାରେ ଦେଖନ୍ତୁ କ୍ଲିକ୍ କରିସାରିଲା ପରେ ବହୁତ ସାରା ଅପସନ୍ ଆସିଛି, ଯେମିତିକି ଡେଲି ଲେବର, ଦୈନିକ ଶ୍ରମିକ ଆସିଛି, ସରକାରୀ ଚାକିରି କରୁଥିଲେ। ତାପରେ ଏଠି ଯଦି ବିଜନେସ୍ କରୁଛନ୍ତି ମଧ୍ୟ ଆସିଛି, ପ୍ରାଇଭେଟ୍ ଜବ୍ ଯଦି କରୁଛନ୍ତି ତାହା ବି ଆସିଛି। ତ এই ଅନୁସାରେ ଆପଣ ଦେଇପାରିବେ। ଯଦି ଆପଣଙ୍କର ବାପା ଚାଷବାସ କରୁଛନ୍ତି ତାହେଲେ ପ୍ରଥମରେ ଦେଖନ୍ତୁ ଏଗ୍ରିକଲଚର୍ ଅଛି, ଏହାକୁ ଆପଣ ସିଲେକ୍ଟ କରିପାରିବେ। ତାପରେ ଏଠାରେ ଆପଣଙ୍କର ବାପାଙ୍କର ମୋବାଇଲ୍ ନମ୍ବର ଯଦି ଅଛି ତାହେଲେ ଏଠାରେ ଦେଇପାରିବେ। ଏହା ନିହାତି ଦେବା ପାଇଁ ପଡ଼ିବ, ବାଧ୍ୟତାମୂଳକ ଅଛି। ତ ଆପଣଙ୍କର ବାପାଙ୍କର ମୋବାଇଲ୍ ନମ୍ବରକୁ ଏଠାରେ ଦେଇଦିଅନ୍ତୁ। ଯଦି ଆପଣଙ୍କର ଘରେ ଗୋଟେ ହିଁ ଫୋନ୍ ଅଛି ତାହେଲେ ସେଇ ନମ୍ବରକୁ ଦେଇପାରିବେ, କିଛି ଅସୁବିଧା ନାହିଁ। ତାପରେ ଏଠାରେ ଆପଣଙ୍କର ବାପାଙ୍କର ଆଧାର ନମ୍ବରକୁ ଦେବେ। ଏଠାରେ ଦେଖନ୍ତୁ ସେ ଫୁଲ୍ ଆଧାର ନମ୍ବର ମାଗିନି, ଲାଷ୍ଟ 4ଟା ନମ୍ବର ହିଁ ଏଠାରେ ଦେବା ପାଇଁ ପଡ଼ିବ। ଆପଣଙ୍କର ବାପାଙ୍କର ଆଧାରର ଲାଷ୍ଟ 4ଟା ନମ୍ବର ହିଁ ଏଠାରେ ଦେଇଦିଅନ୍ତୁ। ସେହିପରିକା ଏଠାରେ ଆପଣଙ୍କର ମାଆଙ୍କର ନାଁ ପଚାରିଛି, ମିଡ଼ିଲ୍ ନେମ୍, ଲାଷ୍ଟ ନେମ୍। ଆପଣଙ୍କର ମା କ'ଣ କରନ୍ତି, ଯଦି ଘରେ ରହନ୍ତି ତାହେଲେ ହୋମ୍ ମେକର୍ ଯେଉଁ ଅଛି ଏହାକୁ ସିଲେକ୍ଟ କରିପାରିବେ। ତାପରେ ଯଦି ଆପଣଙ୍କର ବାପା ଆଉ ମାଆଙ୍କର ଫୋନ୍ ନମ୍ବର ଗୋଟେ ହିଁ ଅଛି ତାହେଲେ ଏହାକୁ ସିମ୍ପଲି ଟିକ୍ କରିଦେବେ, ଅଟୋମେଟିକ୍ ଆପଣଙ୍କର ସେ ନମ୍ବର କପି ହେଇକି ଆସିଯିବ। ପୁଣି ଥରେ ଏଠାରେ ଆପଣଙ୍କର ମାଆଙ୍କର ଆଧାର ଲାଷ୍ଟ 4ଟା ନମ୍ବରକୁ ଏଣ୍ଟର କରିବା ପାଇଁ ପଡ଼ିବ।
यापर देखो एठारे कैटेगरी अंडर होइछ अप्लाई वर्ग जहाँ प्रयोग होइछि एठारे आछि माने आपनकर कैटेगरी एठारे पचारिछि जदि आपनकर पाखरे बीपीएल कार्ड अछि ताहले बीपीएल को सिलेक्ट करके आपण एठारे सेव कर परिबे जदि आपनकर बीपीएल कार्ड नाही ताहले एठारे देखो डीजी जो गोटे अछि एठारे क्लिक करिवे एठारे आपनकर वर्ग पचारिछि माने आपण एसी रे जाउछंती एसटी रे जाउछंती एसीबीसी रे जाउछंती देखो एठारे बहुत सारा ऑप्शन अछि ए ऑप्शन भितर आपण जो कैटेगरी रे जाउछंती जो वर्ग रे जाउछंती आपण सिलेक्ट करि परिबे यहाँ पर देखो जदि आप कास्ट को सिलेक्ट कर जमी मुझे एसटी को सिलेक्ट कर तो एठारे आपण इश्यूइंग अथॉरिटी प्रथम पचारि तो आपणकर सर्टिफिकेट को आम कास्ट सर्टिफिकेट को खास कर तहसीलदार ही अप्रूव करती तो सही हिसाब से आपणकर एठारे जो तहसीलदार अप्रूव कर तहसीलदार ना लिखते जमी आम झुंपुरा तहसीलदार अप्रूव कर झुंपुरा तहसीलदार लिखिदे से अनुसार आपण जो तहसील अच्छी से अनुसार एठारे लिखि दिंतु देखो एठारे कास्ट सर्टिफिकेट नंबर पचारि तो आपको कास्ट सर्टिफिकेट देखो नंबर गोटे थी ESTO करके गोटे नंबर थाए जो से नंबर को आपड़ एठारे दे पारिबे तापर एठारे आपनकर सर्टिफिकेट इश्यू डेट पचारि आपको कौ डेट्रे सर्टिफिकेट इश्यू होता तो प्रथम आपड़ एठारे आपनकर मसीहा को सिलेक्ट करेंगे जमीक 2026 मोर अप्रूव होती मुझे 2026 सिलेक्ट कर मास पचारि कौ मसरे आपनकर सर्टिफिकेट अप्रूव होती एठारे डेट पचारि आपनकर डेट देदेवे यही सब आपको देखो कास्ट सर्टिफिकेट ही डिटेल्स थी से देखिए यहाँ भरतु दे सारापर सेव उपर क्लिक करूँ सेव उपर क्लिक कर सारापर देखो एठारे आपको जिला पचारि आपंकर आड्रेस डिटेल्स देवाई पड़ो आप आधार कार्ड जहाँ भी डिटेल्स अच्छी से अनुसार एठारे आपको डिटेल्स देवाई पड़ो तो प्रथम आपंकर डिस्ट्रिक्ट को सिलेक्ट करूँ तापर एठारे आपको ब्लॉक को सिलेक्ट करूँ जमीक मुझ प्रथम दुईटा अक्षर लिखला ही देखो ऑटोमेटिक आसी जाऊँगी से अनुसार आप भी एठारे आपको ब्लॉक को फाइंड करके देपारे तापर एठारे आपंकर गाँव को सिलेक्ट करूँ जमीक गाँव दुईटा अक्षर मुझे लिखि सारापर देखो ऑटोमेटिक मोर गाँटी आसी जाइए मुझे फाइंड करके सिलेक्ट कर दूँगी दे सारापर एठारे आपंकर पिनकोड को एंटर करूँ तापर एठारे घर ठिकाना बा रेसिडेंशियल एड्रेस पचारि जमीक 8 पोस्ट पीएस सब फुल एड्रेस मानुआली थोड़े एंटर कर दिंतु यापर देखो एठारे आप एड्रेस को मानुआली एंटर कर सारापर गोटे लोकेशन आसी तो एठारे आपंकर लाइव लोकेशन को सेट करने पड़ो आप जो जगह भी थी अप्लाई कर अलग जगह भी थी अप्लाई भी करें एठारे आपंकर गाँव को सेट करने पड़ो सिंपली देखो मुझे मोर गाँव को एठारे एंटर कर दूसरी एंटर कर सारापर देखो एठारे बहुत सारा ऑप्शन आसी देखो ऑप्शन पार्ट ओडिशा इंडिया यहाँ आम गाँव आसी तो यहाँ सिंपली एठारे सिलेक्ट करेंगे तो ऑटोमेटिक मैपटी आपंकर गाँव को फाइंड करके सिलेक्ट हो एठारे आपंकर एड्रेस आसीज आसी सारापर एठारे सेव उपर क्लिक करूँ देखो एठारे आपंकर प्रूफ ऑफ बर्थ माने जन्म प्रमाणपत्र पचारि माने आपंकर आधार कार्ड को दे पारिबे एठारे आपंकर बर्थ सर्टिफिकेट को दे पारिबे किंबा आपंकर जदि अंगनवाड़ी किसी भी रेकर्ड अच्छी दे पारिबे नहले एनएम रजिस्ट्रेशन कार्ड एठारे दे पारिबे आपंकर डेट ऑफ बर्थ प्रूफ हिसाब से एठारे आपंकर डॉक्यूमेंट मागिछि तो मु सिंपली आधार को सिलेक्ट कर दूछि आधार को सिलेक्ट कर सारा पर एठारे आपंकर से आधार नंबर को देवाई पड़ो एठारे आपंकर निजर जी एप्लिकेंट जो छुआर अप्लाई करछन्ती तांकर एठारे डिटेल्स देवाई पड़ो तो से छुआर एठारे आधार नंबर को एंटर करदेवे तापर देखो एठारे प्रूफ ऑफ पेरेंट्स आईडी टाइप तो एठारे आपंकर बापा और माँ परिचय प्रकार देवाई पड़ो जमीक कि एठारे आधार कार्ड दे पारिबे भोटर कार्ड दे पारिबे ड्राइविंग लाइसेंस पैन कार्ड रेशन कार्ड यही सब आप जहाँ भी एठारे डॉक्यूमेंट देखते अच्छी यही सब डॉक्यूमेंट दे पारिबे तो समस्त पाखे तो आधार बेसिक ना थाए तो मुझे आधार को सिलेक्ट कर दूसरी आपड़ चाहिए एठारे भोटर कार्ड दे पारिबे अलग किसी डॉक्यूमेंट दे पारिबे तो मुझे आधार कार्ड को सिलेक्ट कर दूसरी तापर एठारे से डॉक्यूमेंट नंबर को देवाई पड़ो एठारे आपणकर बापा कि माँ जहाँकर हेले भी गोटे नंबर को दिंतु किसी असुविधा नहीं आपड़ एठारे आपणकर बापांकर आधार नंबर दे पारिबे नहले माँ आधार नंबर दे पारिबे किसी असुविधा नहीं तापर प्रूफ ऑफ एड्रेस तो आपको एड्रेस प्रूफ हिसाब से कौ डॉक्यूमेंट को दूसरी एठार पुणी थे देवाई पड़ो तो एठारे भी सिंपली आप आधार सिलेक्ट करेंगे नहले आपंकर अलग किसी आईडी प्रूफ अच्छी जदि दे पारिबे तापर पुणी थे से आधार नंबर को एठारे एंटर करेंगे तापर एठारे देखो प्रूफ ऑफ डीजी सर्टिफिकेट टाइप माने प्रथम जो देखी एसटी एससी ECBC बीपीएल कार्ड जो थी से सेक्शन में आपको डीजी सर्टिफिकेट टाइप मागिला तो से डिटेल्स एठारे देवाई पड़ो आपड़ सेठारे जहाँ भी सिलेक्ट करिसंती डीजी सर्टिफिकेट रे माने धरा जो बीपीएल कार्ड जो दीछन ताले एठारे आपण बीपीएल कार्ड दे पारिबे जदि आपण एठारे डीजी टाइप रे सिलेक्ट करथिले ताले आपण सेठारे कास्ट सर्टिफिकेट डिटेल्स मागिथिबो जेमिति कि एससी एसटी ECBC कि अलग भी बहुत सारा ऑप्शन थिला आपण सेठारे जहाँ भी सिलेक्ट करछंती सही सर्टिफिकेट नंबर को एठारे आपण मानको देवाई पड़ो जदि आपण सेठारे कास्ट सर्टिफिकेट डिटेल्स दीछंती ताले एठारे मध्ये आपनको सही कास्ट सर्टिफिकेट नंबर देवाई पड़ो जेमिति कि तार नंबर ESTO थिला तापरे एपरिका थिला सही अनुसार आपण से नंबर को एठारे दे पारिबे तो एठारे आपको प्रूफ ऑफ एड्रेस प्रूफ ऑफ डीजी सर्टिफिकेट सब डाउट आपंकर क्लियर हो गला जदि क्लियर हेलानी ताले कमेंट माध्यम से कहि पारिबे मु आपण मानको पुणी थरे कहि देबी तापर सेव ऊपर क्लिक करंतु यहाँ पर देखो एठारे सिलेक्ट स्कूल आसी जाइछि तो आपण एठारे आपंकर जो स्कूल रे पढ़िया पई चाहउछन्ती से स्कूल को सिलेक्ट करिया पई पड़िबो ताहा पुणी देखंतो जदि आपंकर स्कूल 1 किलोमीटर भीतर अछि आपंकर घर ठू
ଗୋଟେ କିଲୋମିଟର ଦୂରରେ ଅଛି ବା ତା ଭିତରେ ଅଛି ତାହେଲେ ସେଇ ସ୍କୁଲରେ ହିଁ ଆପଣମାନେ ଏଠାରେ ଆପ୍ଲାଏ କରିପାରିବେ ବା ସେହି ସ୍କୁଲରେ ପଢ଼ିପାରିବେ। ତାଠୁ ଯଦି ଅଧିକ ଦୂରରେ ଅଛି ତାହେଲେ ଏଠାରେ ଆପଣ ପଢ଼ିପାରିବେ ନାହିଁ। ତ ଆଗରୁ ଏହା 5 କିଲୋମିଟର ଥିଲା, 10 କିଲୋମିଟର ରେଞ୍ଜ ଥିଲା, କିନ୍ତୁ ଏବେ ଆପଣଙ୍କ ଘରଠୁ 1 କିଲୋମିଟର ଭିତରେ ଯେଉଁ ସ୍କୁଲ ପଡ଼ୁଛି ସେହି ସ୍କୁଲରେ ପଢ଼ିପାରିବେ। ତ ଆପଣ ପ୍ରଥମରେ ଯେଉଁ ଆଡ୍ରେସ୍ ଦେଲେ ବା ଲୋକେସନ୍ ସେଟ୍ କଲେ ସେହି ଲୋକେସନ୍ ଅନୁସାରେ ଆପଣଙ୍କର 1 କିଲୋମିଟର ରେଞ୍ଜରେ ଯେଉଁ ସ୍କୁଲ ପଢ଼ୁଥିବ ଯଦି ସ୍କୁଲ କିଛି ଶୋ କରୁଛି ତାହେଲେ ଆପଣ ସେହି ସ୍କୁଲରେ ପିଲାକୁ ପଢ଼େଇ ପାରିବେ, ନହେଲେ ଏଠାରେ ଦେଖେଇବ ନାହିଁ। ତ ଦେଖନ୍ତୁ ଏଠାରେ ମୋର ମଧ୍ୟ କିଛି ବି ସ୍କୁଲ ଡିଟେଲ୍ସ ଆସୁନି, କାହିଁକି ନା ମୋ ଘରଠୁ ମୁଁ ଯେଉଁଠି ଆପ୍ଲାଏ କରୁଛି ଆଉ ଯେଉଁ ଆଡ୍ରେସ୍ ଦେଇଛି ସେ ଘରଠୁ 1 କିଲୋମିଟର ରେଞ୍ଜରେ ସେମିତି କିଛି ସ୍କୁଲ ନାହିଁ, ସେଇଥିପାଇଁ ଏଠାରେ କିଛି ବି ସ୍କୁଲ ଡିଟେଲ୍ସ ଦେଖାଉ ନାହିଁ। ତ ଆପଣଙ୍କର ଯଦି ଅଛି ତାହେଲେ ଆପଣ ସିଲେକ୍ଟ କରିକି ଆପ୍ଲାଏ କରିପାରିବେ। ଯଦି ଆପଣଙ୍କ ଘର ପାଖରୁ 1 କିଲୋମିଟର ରେଞ୍ଜରେ କିଛି ବି ସ୍କୁଲ ଆସୁଛି ତାହେଲେ ଆପଣ ସିମ୍ପଲି ତାହାକୁ ଆପ୍ଲାଏ କରିପାରିବେ। ଯେହେତୁ ମୋର ନାହିଁ ସେଥିପାଇଁ ମୋର ଏଠାରେ ଦେଖାଉନି। ତାପରେ ସ୍କୁଲ ଯେତେ ବି ସବୁ ଆସି ସାରିଲା ପରେ ଆପଣଙ୍କୁ ସେଇ ସ୍କୁଲ ଉପରେ ସିଲେକ୍ଟ କରିକି ଏଇ ଆରୋ ଉପରେ କ୍ଲିକ୍ କରିକି ଏଇ ସାଇଡ଼କୁ ଆଣି ଆସିବେ। ତ ଏଠାରେ ଯେଉଁ ସ୍କୁଲ ପ୍ରେଫରେନ୍ସ ଦେବେ ସେଇ ଅନୁସାରେ ଆପଣଙ୍କର ସ୍କୁଲ ସିଲେକ୍ଟ ହେବ। ହେଇସାରିଲା ପରେ ଏହାକୁ ଏଗ୍ରି କରିବେ, ତାପରେ ପ୍ରିଭ୍ୟୁ ଆଣ୍ଡ ଆପ୍ଲାଏ ଉପରେ କ୍ଲିକ୍ କରିବେ। ଆପଣଙ୍କର ଫର୍ମଟି ଦେଖାଇବ, ସବମିଟ୍ କରିଦେବେ, ଆପ୍ଲାଏ ସକ୍ସେସଫୁଲି ହେଇଯିବ। ଆଜିର ଭିଡ଼ିଓରେ ଆପଣମାନଙ୍କୁ ଖାଲି କେମିତି ଆପ୍ଲାଏ କରିବେ, କ'ଣ ଡିଟେଲ୍ସ ଦେବେ ଦେଖାଇବାର ଥିଲା, ଆପଣମାନଙ୍କୁ ଦେଖାଇଦେଲି। ଆପଣମାନେ ଯଦି ଚାହୁଁଛନ୍ତି ଆପ୍ଲାଏ କରିବା ପାଇଁ ଆଉ 1 କିଲୋମିଟର ରେଞ୍ଜରେ ଆପଣଙ୍କର କିଛି ବି ସ୍କୁଲ ଅଛି ତାହେଲେ ଆପଣ ଆପଣଙ୍କର ପିଲାକୁ ସେଠାରେ ପଢ଼ାଇ ପାରିବେ। ଆଜିର ଭିଡ଼ିଓ ପାଇଁ ଏତିକି ଥିଲା, ରହୁଛି ଆଉ ଗୋଟେ ଏମିତି ଭିଡ଼ିଓରେ ଦେଖା ହେବା, ସେତିକି ପର୍ଯ୍ୟନ୍ତ ରହୁଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ ଆଉ ଚ୍ୟାନେଲକୁ ନୂଆକି ଆସିଥିଲେ ସବସ୍କ୍ରାଇବ୍ କରିବେ। ଆଜି ପାଇଁ ଏତିକି, ରହୁଛି, ନମସ୍କାର।